ଛେଳି ପଲରେ ବାଘ ଛୁଆ। ସମବେତ ଭକ୍ତମାନଙ୍କ ନିକଟରେ ଶ୍ରୀ ରାମକୃଷ୍ଣ କହିଲେ, ଅନେକ ମନେ କରନ୍ତି ଯେ ଈଶ୍ୱରଙ୍କୁ ଲାଭ କରିବା ପାଇଁ ଯେଉଁ ଜ୍ଞାନ ଭକ୍ତି ସାଧନା ପ୍ରୟୋଜନ, ତାହା କ'ଣ ଆମ ପରି ଲୋକଙ୍କ ଦ୍ୱାରା ସମ୍ଭବ? ଆମେ ପରା ବଦ୍ଧ ଜୀବ। କିନ୍ତୁ ସେପରି ଭାବି ନିଜକୁ ଅନୁପଯୁକ୍ତ ଓ ଅସହାୟ ମନେ କରିବା ଉଚିତ ନୁହେଁ। ଅବଶ୍ୟ ସେହି ସାଧନା ଅତି କଠିନ, କିନ୍ତୁ ଅସମ୍ଭବ ନୁହେଁ। ଗୁରୁଙ୍କ କୃପା ହେଲେ ସେହି କଠିନ କାର୍ଯ୍ୟ ସହଜ ଓ ସୁଗମ ହୋଇଥାଏ। ସେ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇଥାଏ। ଗପଟିଏ ଶୁଣ। ବଣରେ ଛେଳି ପଲ ଚରୁଥିବା ବେଳେ ବାଘୁଣୀଟାଏ କେଉଁଆଡ଼ୁ ଆସି ତାଙ୍କୁ ଆକ୍ରମଣ କଲା। ଶିକାରୀଟାଏ କେଉଁଠି ଛକିଥିଲା। ବାଘୁଣୀଟା ଛେଳି ପଲଙ୍କ ଉପରକୁ କୁଦି ପଡ଼ିବା ପୂର୍ବରୁ ଶିକାରୀର ବାଣରେ ପ୍ରାଣ ହରାଇଲା। ସେତେବେଳକୁ ସେ ବାଘୁଣୀଟା ଥିଲା ଗର୍ଭବତୀ। ସେ ବାଣ ମାଡ଼ରେ ସେ କେବଳ ମଲା ତାହା ନୁହେଁ, ତା ପେଟରେ ଛୁଆଟା ମଧ୍ୟ ବାହାରି ପଡ଼ିଲା। ସେ ବାଘ ଛୁଆଟାକୁ ଛେଳିମାନେ ପାଳିଲେ। ଛେଳିର ମା'ଠାରୁ କ୍ଷୀର ପିଇ ବାଘ ଛୁଆଟି ବଞ୍ଚିଲା ଓ ଛେଳିଙ୍କ ସାଙ୍ଗରେ ଛେଳି ପରି ହୋଇ ବଢ଼ିଲା। ପ୍ରଥମେ ଛେଳିର ମା'ଠୁ ଦୁଧ ପିଉଥିଲା, ପରେ ଅନ୍ୟ ଛେଳିମାନଙ୍କଠାରୁ ଦେଖି ତାଙ୍କ ପରି ଘାସ ଖାଇବାକୁ ଆରମ୍ଭ କଲା। ତା'ର ସ୍ୱଭାବ ଥିଲା ଅବିକଳ ଛେଳି ପରି। ଛେଳିଙ୍କ ପରି ସେ ଘାସ ଖାଏ। ଛେଳିଙ୍କ ପରି ସେ ମେଁ ମେଁ ହୋଇ ବୋବାଏ ଏବଂ କେବେ କୌଣସି ଜୀବଜନ୍ତୁ ତାକୁ ଆକ୍ରମଣ କଲେ ଛେଳିଙ୍କ ମେଳରେ ଅନ୍ୟ ଛେଳିଙ୍କ ପରି ସେ ଦୌଡ଼ି ପଳାଏ। ଦିନେ ଗୋଟାଏ ବାଘ ସେହି ଛେଳି ପଲକୁ ଆକ୍ରମଣ କଲା। ବାଘର ଆକ୍ରମଣରେ ଭୟଭୀତ ହୋଇ ଘାସ ଚରିବା ଛାଡ଼ି ଛେଳିଗୁଡ଼ାକ ପ୍ରାଣ ବିକଳରେ ଦୌଡ଼ିଲେ। ତାଙ୍କ ଦେଖା ଦେଖି ସେ ବାଘ ଛୁଆଟା ମଧ୍ୟ ଘାସ ଚରିବା ଛାଡ଼ିଦେଇ ମେଁ ମେଁ ରଡ଼ି କରି ପ୍ରାଣ ଭୟରେ ଦୌଡ଼ିଲା। ଯେଉଁ ବାଘଟା ଛେଳିଗୁଡ଼ିକୁ ଆକ୍ରମଣ କରିବାକୁ ଆସିଥିଲା, ସେ ସେହି ଦୃଶ୍ୟ ଦେଖି ଅବାକ୍ ହୋଇଗଲା। ଏ ତ ବାଘ ଛୁଆଟା। ଛେଳିଙ୍କ ପରି ଏ କ'ଣ ଏମିତି ମେଁ ମେଁ ହେଉଛି? ବାଘ ଆଉ ଛେଳିଙ୍କୁ ଧରିବ କ'ଣ? ସେ ସବୁ ଭୁଲି ବାଘ ଛୁଆଟାକୁ ଯାଇ ଧରିଲା। ବାଘ ଛୁଆଟା ମେଁ ମେଁ ହୋଇ ରଡ଼ି ଛାଡ଼ୁଥାଏ ଆଉ ଖସି ପଳାଇବାକୁ ଛଟପଟ ହେଉଥାଏ। ବାଘ ସେହି ଛୁଆଟାକୁ ଘୋଷାରି ନେଇ ଗୋଟାଏ ନଈ ପାଖକୁ ନେଇଗଲା। ବାଘ କହିଲା, ତୁ ଏମିତି ମେଁ ମେଁ କ'ଣ ହେଉଛୁ? ତୁ କ'ଣ ଗୋଟାଏ ଛେଳି? ଛେଳିଙ୍କ ପରି ତୁ କ'ଣ ଘାସ ଖାଉଛୁ? ଆଉ ଛେଳିଙ୍କ ପରି ମେଁ ମେଁ କ'ଣ ହେଉଛୁ? ତୋ ମୁହଁକୁ ଏଇ ପାଣିରେ ଦେଖ, ଆଉ ମୋତେ ଦେଖ। ମୋର ଯେପରି ମୁହଁ, ତୋର ମଧ୍ୟ ସେପରି ମୁହଁ। ମୋର ଯେପରି ଆଖି ଆଉ ନିଶ, ତୋର ମଧ୍ୟ ସେପରି ଆଖି ଆଉ ନିଶ। ମୁଁ ଯାହା, ତୁ ବି ସେଇଆ। ତୁ ଛେଳି ନୋହୁଁ, ତୁ ବାଘ, ମୋରି ଭଳିଆ ଗୋଟାଏ ବାଘ। ଘାସ କ'ଣ ଖାଉଛୁ? ତୋ ଖାଦ୍ୟ କ'ଣ ଘାସ? ନେ, ଏ ମାଂସ ଖା, ରକ୍ତ ପିଇ ଯା। ବାଘ ଛୁଆଟା ଅଭ୍ୟାସ ଦୋଷରୁ ପ୍ରଥମେ ମାଂସ ଖାଇବାକୁ ଅରାଜି ହେଉଥିଲା, କିନ୍ତୁ ବାଘର ପ୍ରରୋଚନାରେ ମାଂସ ସେ ପାଟିରେ ଦେଇଛି କି ନାହିଁ ତାକୁ ଭଲ ଲାଗିଲା। ସେ ମାଂସ ଖାଇବାକୁ ଲାଗିଲା, ରକ୍ତ ପିଇଲା। ବାଘ ତାକୁ ବୁଝେଇ କହିଲା, ବର୍ତ୍ତମାନ ତୁ କିଏ ବୁଝିଲୁ ତ? ଛେଳିଙ୍କ ମେଳରେ ରହି ତୁ ନିଜକୁ ଗୋଟାଏ ଛେଳି ବୋଲି ଭାବୁଥିଲୁ। ତାଙ୍କ ପରି ମେଁ ମେଁ ହୋଇ ରଡ଼ି ଛାଡ଼ୁଥିଲୁ ଆଉ ତାଙ୍କ ପରି ଘାସ ଖାଉଥିଲୁ। କିନ୍ତୁ ପ୍ରକୃତରେ ତୁ ଛେଳି ନୋହୁଁ, ମୋ ପରି ତୁ ଗୋଟାଏ ବାଘ। ମୋ ସାଙ୍ଗରେ ବଣକୁ ଆ। ବାଘର କଥା ଶୁଣି ବାଘ ଛୁଆଟା ଲଜ୍ଜିତ ହେଲା ଏବଂ ପର ମୁହୂର୍ତ୍ତରେ ଛେଳି ପଲ ଛାଡ଼ି ବାଘ ସହିତ ବଣକୁ ଚାଲିଗଲା। ଶ୍ରୀ ରାମକୃଷ୍ଣ ବୁଝାଇଲେ, ଘାସ ଖାଇବା ହେଲା କାମିନୀ କାଞ୍ଚନ ପ୍ରତି ଆସକ୍ତ ହେବା। ଛେଳିଙ୍କ ମେଳରେ ରହିବା, ତାଙ୍କ ପରି ମେଁ ମେଁ ରଡ଼ି ଛାଡ଼ିବାଟା ହେଲା ସଙ୍ଗଦୋଷ। ସଙ୍ଗଦୋଷରେ ପଡ଼ି ନିଜ ସ୍ୱରୂପକୁ ସମ୍ପୂର୍ଣ୍ଣ ରୂପେ ଭୁଲିଯାଏ ଓ ସାମାନ୍ୟ ଜୀବ ପରି ଆଚରଣ କରେ। ବାଘ ହେଲା ପ୍ରକୃତ ଗୁରୁ। ଗୁରୁଙ୍କ ଶରଣାଗତ ହେବା, ତାଙ୍କୁ ନିଜର ଆତ୍ମୀୟ ବୋଲି ମନେ କରିବା ହେଲା ଚୈତନ୍ୟ ଉଦୟ। ତେଣୁ ଗୁରୁ କୃପା ହେଲେ ଆଉ କୌଣସି ଭୟ ରହେ ନାହିଁ। ସେ ଠିକ୍ ଭାବରେ ଜଣାଇଦେବେ ତୁମେ କିଏ ଓ ତୁମର ପ୍ରକୃତ ସ୍ୱରୂପ କ'ଣ। ତାପରେ ଜୀବ ନିଜେ ହିଁ ବୁଝିପାରିବ କେଉଁଟା ଅସତ କେଉଁଟା ସତ। ସେତେବେଳେ ସେ ଉତ୍ତମ ରୂପେ ବୁଝିପାରିବ ଯେ ଈଶ୍ୱର ହିଁ ଏକମାତ୍ର ସତ୍ୟ ଆଉ ଏ ସଂସାର ଆଦି ସବୁକିଛି ଅସତ୍ୟ ଓ ଅନିତ୍ୟ। ଗୁରୁ କୃପାରୁ ସ୍ୱରୂପ ଦର୍ଶନ ଓ ମୁକ୍ତି ମିଳିଥାଏ। ନବବିବାହିତାର ସ୍ୱାମୀ ଚିହ୍ନଟ। ଠାକୁର ଶ୍ରୀ ରାମକୃଷ୍ଣ ଭକ୍ତମାନଙ୍କୁ ଦିନେ କହିଲେ, ବ୍ରହ୍ମ ଆକାଶ ପରି ନିର୍ବିକାର। ବ୍ରହ୍ମ ମଧ୍ୟରେ କୌଣସି ବିକାର ନାହିଁ। ଯେପରି ଅଗ୍ନିର କୌଣସି ରୂପ ନାହିଁ, ସେପରି ବ୍ରହ୍ମର ମଧ୍ୟ କୌଣସି ରୂପ ନାହିଁ। ସେ ଅରୂପ, ସେ ନିରାକାର। ତେବେ ବିଭିନ୍ନ ଶକ୍ତିର ସଂସ୍ପର୍ଶରେ ଆସି ବ୍ରହ୍ମ ଭିନ୍ନ ଭିନ୍ନ ରୂପ ଧାରଣ କରିଥାନ୍ତି। ସତ୍ୱ, ରଜ, ତମ ଏହି ତିନି ଗୁଣ ଶକ୍ତିର ହିଁ ଗୁଣ। ନିଆଁ ଉପରକୁ ଯଦି ଧଳା ରଙ୍ଗ ଫିଙ୍ଗିଦିଅ, ତେବେ ତାହା ଧଳା ଦେଖାଯିବ। ଯଦି ଲାଲ ରଙ୍ଗ ପକାଅ, ତେବେ ନିଆଁ ଲାଲ ଦେଖାଯିବ। ଯଦି କଳା ରଙ୍ଗ ପକାଅ, ତେବେ ତାହା କଳା ଦେଖାଯିବ। ବ୍ରହ୍ମ ସତ୍ୱ, ରଜ ଓ ତମ ଏହି ତିନି ଗୁଣରୁ ଅତୀତ। ନେତି କରି ଯାହା ଅବଶିଷ୍ଟ ଥାଏ, ଆଉ ଯେଉଁଠି ଆନନ୍ଦ, ସେହି ବ୍ରହ୍ମ। ବ୍ରହ୍ମକୁ ଭାଷାରେ ବର୍ଣ୍ଣନା କରିହେବ ନାହିଁ। ଗୋଟିଏ ନବବିବାହିତା କନ୍ୟାର ବାପ ଘରକୁ ତା'ର ସ୍ୱାମୀ ଆସିଥାଏ। ଅନ୍ୟ ସମବୟସ୍କ ଯୁବକମାନଙ୍କ ଗହଣରେ ସେ ବାହାର ପଟ ଘରେ ବସି ଗଳ୍ପ କରୁଥାଏ। ଏପଟରେ ନବବିବାହିତା କନ୍ୟା ଓ ତା'ର ସମବୟସୀ ଝିଅମାନେ ଝରକା ଦେଇ ତାକୁ ଚାହୁଁଥାନ୍ତି। ତା'ର ସଖୀମାନେ ତ ବରକୁ ଚିହ୍ନି ନଥାନ୍ତି, ତ
ତେଣୁ ସେମାନେ ନବବିବାହିତାକୁ ପଚାରିଥାନ୍ତି, ତୋର ବର କିଏ? ସେ କଡ଼କୁ ଯିଏ ବସିଛନ୍ତି ସେଇ ତୋର ବର? ନବବିବାହିତା କହୁଥାଏ, ନା ସେ ନୁହନ୍ତି। ଆଉ ଜଣଙ୍କୁ ଦେଖାଇ ଝିଅମାନେ ପଚାରୁଥାନ୍ତି, ତେବେ ଏ ପାଖକୁ ଯିଏ ବସିଛନ୍ତି ସେ କ'ଣ ତୋର ବର? ନବବିବାହିତା କହେ, ନା ସେ ନୁହନ୍ତି। ଜଣକୁ ପରେ ଜଣକୁ ସେ ନା ବୋଲି କହିବା ପରେ ଶେଷରେ ଝିଅମାନେ ଯେତେବେଳେ ତାର ସ୍ୱାମୀକୁ ଲକ୍ଷ୍ୟ କରି ପଚାରନ୍ତି, ତେବେ କ'ଣ ଏଇ ତୋର ବର? ସେତେବେଳେ ନବବିବାହିତାଟି ହଁ କହେନା କି ନା କହେନା, କେବଳ ଟିକିଏ ମୁରୁକି ହସି ଦେଇ ଚୁପ୍ ରହେ। ସେତେବେଳେ ସମବୟସ୍କ ଝିଅମାନେ ବୁଝିପାରନ୍ତି ଯେ ସେଇ ଯୁବକଟି ହିଁ ତାର ସ୍ୱାମୀ। ଯେଉଁଠି ଠିକ୍ ବ୍ରହ୍ମଜ୍ଞାନ ସେଇଠି ନୀରବତା। ଆଉ ବର୍ଣ୍ଣନା କରିବେ କ'ଣ? ବ୍ରହ୍ମ ବର୍ଣ୍ଣନାର ଅତୀତ, ବ୍ରହ୍ମ ଅନିର୍ବାଚନୀୟ। କାମିନୀ କାଞ୍ଚନର ମାୟା। ଠାକୁର ଶ୍ରୀ ରାମକୃଷ୍ଣ ଉପଦେଶ ଦେବାକୁ ଯାଇ କହିଲେ, କାମିନୀ କାଞ୍ଚନ ପ୍ରତି ଆସକ୍ତି ହିଁ ଜୀବକୁ ସଂସାର ଫାଶରେ ବାନ୍ଧିଦିଏ। ଜୀବର ସ୍ୱାଧୀନତା ଲୋପ ପାଏ। ଗୋଟିଏ ପାଇଁ ଅନ୍ୟଟିକୁ ଦରକାର ପଡ଼େ। କାମିନୀ ଆସିଲେ କାଞ୍ଚନର ଆବଶ୍ୟକତା ପଡ଼େ। ସେଥିପାଇଁ ପର ଘରେ ଦାସତ୍ୱ କରିବା ଦରକାର ପଡ଼େ। ନିଜ ମନ ମୁତାବକ କାମ କରି ହୁଏ ନାହିଁ। ସ୍ୱାଧୀନତା ଲୋପ ପାଏ। ଜୟପୁରର ଗୋବିନ୍ଦଜୀଙ୍କ ପୂଜକମାନେ ପ୍ରଥମେ ବିବାହ କରୁନଥିଲେ। ସେତେବେଳେ ସେମାନେ ଥିଲେ ଖୁବ୍ ତେଜସ୍ୱୀ। ରାଜା ସେମାନଙ୍କୁ ଡକାଇ ପଠାଇଲେ ମଧ୍ୟ ସେମାନେ ରାଜାଙ୍କ ପାଖକୁ ଆସନ୍ତି ନାହିଁ, ବରଂ କହନ୍ତି ମହାରାଜଙ୍କୁ ଏଠାକୁ ଆସିବାକୁ କହିବେ। ତାପରେ ରାଜା ଓ ଅନ୍ୟମାନେ ପରାମର୍ଶ କରି ସେହି ପୂଜକମାନଙ୍କୁ ବିବାହ କରିଦେଲେ। ସେହିଦିନଠାରୁ ରାଜାଙ୍କ ସହିତ ତାଙ୍କର ସାକ୍ଷାତ କରିବା ପାଇଁ ଆଉ କାହାକୁ ସେମାନଙ୍କ ନିକଟକୁ ପଠାଇବା ଦରକାର ପଡ଼ିଲା ନାହିଁ। ପୂଜକମାନେ ଆପଣା ଛାଏଁ ଆସି ରାଜାଙ୍କ ପାଖରେ ଉପସ୍ଥିତ ହେଲେ। ରାଜାଙ୍କ ପାଖକୁ ଆସିବା ପାଇଁ ସେମାନେ ବିଭିନ୍ନ ବାହାନା ଖୋଜିଲେ। ମହାରାଜଙ୍କୁ ଆଶୀର୍ବାଦ କରିବାକୁ ଆସିଛି, ଠାକୁରଙ୍କ ପ୍ରସାଦ ଆଣିଛି, ଠାକୁରଙ୍କ ଛଡ଼ା ଫୁଲ ଆଣିଛି, ଧାରଣ କରନ୍ତୁ ଇତ୍ୟାଦି ସେମାନେ ଆସି କହନ୍ତି। କିନ୍ତୁ ଅସଲ କାରଣ ହେଲା ରାଜାଙ୍କଠାରୁ କିଛି ଅର୍ଥ ଭିକ୍ଷା କରିବା। ଅର୍ଥ ବିନା ସେମାନେ ଚଳିବେ କିପରି? ଆବଶ୍ୟକତା ଦୃଷ୍ଟିରୁ ସେମାନଙ୍କୁ ବାରମ୍ବାର ଆସିବାକୁ ହୋଇଥାଏ। ଘର ଖଣ୍ଡେ କରିବା ପାଇଁ, ପିଲାଛୁଆଙ୍କ ଅନ୍ନପ୍ରସନ୍ନ ପାଇଁ, ବିଦ୍ୟାରମ୍ଭ ପାଇଁ, ଏପରି ଆଉ କେତେ କ'ଣ ପାଇଁ ମହାରାଜଙ୍କଠାରୁ ସାହାଯ୍ୟ ନେବା ପାଇଁ ସେମାନଙ୍କୁ ଏବେ ଏଣିକି ବାରମ୍ବାର ଦୌଡ଼ିବାକୁ ପଡ଼େ। କାମିନୀ କାଞ୍ଚନର ମାୟା। ଗୋଟାଏ ଗଳ୍ପ କହୁଛି ଶୁଣ। ନିତ୍ୟାନନ୍ଦ ଗୋସ୍ୱାମୀଙ୍କର ପୁତ୍ର ବୀରଭଦ୍ରଙ୍କର 1300 ଶିଷ୍ୟ ଥିଲେ। ଶିଷ୍ୟମାନେ ଥିଲେ ବ୍ରହ୍ମଚାରୀ, ଅବିବାହିତ। ସେମାନେ ଯେତେବେଳେ ସିଦ୍ଧିଲାଭ କଲେ ସେତେବେଳେ ବୀରଭଦ୍ରଙ୍କର ଭୟରେ ସୀମା ରହିଲା ନାହିଁ। ସେ ଭାବିବାକୁ ଲାଗିଲେ, ଏମାନେ ତ ସବୁ ସିଦ୍ଧିଲାଭ କଲେ, ଯାହାକୁ ଯାହା କହିବେ ତାହା ଫଳିବ। ଲୋକମାନେ ଯଦି ଅଜାଣତରେ ଏମାନଙ୍କ ପାଖରେ କେବେ କିଛି ଅପରାଧ କରି ବସନ୍ତି, ତେବେ ଏମାନେ ତ ନିଶ୍ଚୟ ସେମାନଙ୍କୁ ଅଭିଶାପ ଦେଇ ସେମାନଙ୍କର ପ୍ରଭୁତ୍ୱ କ୍ଷତି ଘଟାଇବେ। ଏମାନେ ଯେଉଁଆଡ଼େ ଯିବେ ସେଆଡ଼େ ଭୟ। ଏପରି ସ୍ଥଳେ କ'ଣ କରାଯିବ? ଏପରି ଭାବି ବୀରଭଦ୍ର ସେହି ଶିଷ୍ୟମାନଙ୍କୁ କହିଲେ, ତୁମେମାନେ ଗଙ୍ଗାକୁ ଯାଇ ସନ୍ଧ୍ୟା ଆହ୍ନିକ କରି ଆସ। ଗୁରୁଙ୍କ ନିର୍ଦ୍ଦେଶ ଅନୁସାରେ ଶିଷ୍ୟମାନେ ଗଙ୍ଗାକୁ ଗଲେ। ସେମାନଙ୍କର ସିଦ୍ଧି ଏତେ ଉଚ୍ଚକୋଟୀର ଥିଲା ଯେ ସେମାନେ ଧ୍ୟାନ କରୁ କରୁ ସମାଧିସ୍ଥ ହୋଇଗଲେ। ସେମାନଙ୍କର ବାହ୍ୟ ଜ୍ଞାନ ରହିଲା ନାହିଁ। ଏପରିକି କେତେବେଳେ ଜୁଆର ଆସି ସେମାନଙ୍କ ଉପର ଦେଇ ଚାଲିଯାଇଛି, ସେମାନଙ୍କୁ ତାହା ଜଣା ନଥିଲା। ଜୁଆର ଭଟ୍ଟା ପଡ଼ିଯିବାର ବହୁ ସମୟ ପରେ ସେମାନଙ୍କର ସମାଧି ଭଙ୍ଗ ହେଲା। ସମାଧି ଭଙ୍ଗ ହେଲା ବେଳକୁ ବହୁତ ବିଳମ୍ବ ହୋଇଯାଇଥାଏ। ସେହି 1300 ଶିଷ୍ୟମାନଙ୍କ ମଧ୍ୟରୁ 100 ଶିଷ୍ୟ ଭଲ ଭାବରେ ବୁଝିଗଲେ ଯେ ସେହି ବିଳମ୍ବ ପାଇଁ ଗୁରୁ ସେମାନଙ୍କୁ କ'ଣ କହିବେ। ଗୁରୁ ବାକ୍ୟ ଅମାନ୍ୟ କରିବାର ନୁହେଁ। ତେଣୁ ସେମାନେ ଆଉ ଗୁରୁଙ୍କ ନିକଟକୁ ଫେରିଲେ ନାହିଁ। ଅବଶିଷ୍ଟ 1200 ଶିଷ୍ୟ କିନ୍ତୁ ଗୁରୁଙ୍କ ନିକଟକୁ ଫେରି ଆସିଲେ। ବୀରଭଦ୍ର ସେହି ଶିଷ୍ୟମାନଙ୍କୁ କହିଲେ, ଏହି ଯୁବତୀମାନେ ତୁମମାନଙ୍କର ସେବାଦାସୀ ହୋଇ ରହିବେ। ତୁମେମାନେ ସେମାନଙ୍କୁ ବିବାହ କର। ଗୁରୁଙ୍କ କଥା ମାନି ସେହି ଶିଷ୍ୟମାନେ ବିବାହ କରି ରହିଲେ। ବିବାହ ପରେ ସେମାନଙ୍କର ସେ ପୂର୍ବ ତେଜସ୍ୱୀତା ଆଉ ରହିଲା ନାହିଁ। ସେମାନଙ୍କର ସେ ତପସ୍ୟାର ବଳ କେଉଁଆଡ଼େ ଚାଲିଗଲା। ସ୍ତ୍ରୀ ଲୋକଙ୍କ ସହିତ ବାସ କଲେ ପୁରୁଷର ତେଜସ୍ୱୀତା ଆଉ ରହେ ନାହିଁ। ସେମାନଙ୍କର ବଳ ନଷ୍ଟ ହୋଇଯାଏ। ତା ସଙ୍ଗେ ଲୋପ ପାଇଯାଏ ସେମାନଙ୍କର ସ୍ୱାଧୀନତା। ସେମାନେ କାମିନୀ କାଞ୍ଚନ ଦାସ ହୋଇ ପଡ଼ନ୍ତି। ଅଜସ୍ର ଅପମାନ ଓ ଦାସତ୍ୱର ଯନ୍ତ୍ରଣା ମଧ୍ୟରେ ସେମାନେ ବାସ କରନ୍ତି। ମନରେ ତୀବ୍ର ବୈରାଗ୍ୟ ଜାତ ହେଲେ କାମିନୀ କାଞ୍ଚନ ପ୍ରତି ଆଉ ଆସକ୍ତି ରହେ ନାହିଁ ଏବଂ ଶେଷରେ ଈଶ୍ୱର ଲାଭ ହୁଏ। ଘର ମଧ୍ୟରେ ବାସ କଲେ ମଧ୍ୟ ସ୍ତ୍ରୀ ଲୋକମାନଙ୍କ ପ୍ରତି ଆସକ୍ତି ରହେ ନା। ଗୋଟାଏ ବଡ଼ ଚୁମ୍ବକ ଓ ଗୋଟାଏ ଛୋଟ ଚୁମ୍ବକ, କେଉଁଟା ଲୁହାକୁ ଟାଣି ନେବ? ବଡ଼ ଚୁମ୍ବକ। ଈଶ୍ୱର ହେଲେ ସେହି ବଡ଼ ଚୁମ୍ବକ, ଆଉ କାମିନୀ କାଞ୍ଚନ ହେଲେ ଛୋଟ ଚୁମ୍ବକ। ବଡ଼ ଚୁମ୍ବକର ଆକର୍ଷଣ ପାଖରେ ଛୋଟ ଚୁମ୍ବକ କ'ଣ କରିବ? ସେ ସମୟରେ ଜଣେ ପ୍ରଶ୍ନ କଲେ, ମହାଶୟ, ତେବେ କ'ଣ ସ୍ତ୍ରୀ ଲୋକମାନଙ୍କୁ ଆମେ ଘୃଣା କରିବା? ରାମକୃଷ୍ଣ କହିଲେ, ଯେଉଁମାନେ ଈଶ୍ୱରଙ୍କୁ ଲାଭ କରିଛନ୍ତି ସେମାନେ ସ୍ତ୍ରୀ ଲୋକଙ୍କୁ ମା ଭିନ୍ନ ଅନ୍ୟ ଚକ୍ଷୁରେ ଦେଖନ୍ତି ନାହିଁ। ସେମାନେ ଦେଖନ୍ତି ଯେ ସ୍ତ୍ରୀ ଲୋକମାନେ ହେଉଛନ୍ତି ମା ବ୍ରହ୍ମମୟୀଙ୍କର ଅଂଶବିଶେଷ। ତେଣୁ ସେମାନେ ସ୍ତ୍ରୀ ଲୋକଙ୍କୁ ମା ବୋଲି ଜ୍ଞାନ କରି ସେମାନଙ୍କର ପୂଜା କରିଥାନ୍ତି। ଶଙ୍କରାଚାର୍ଯ୍ୟ ଭୁଲ ବୁଝିପାରିଲେ। ଶଙ୍କରାଚାର୍ଯ୍ୟ ଥିଲେ ମହାଜ୍ଞାନୀ, କିନ୍ତୁ ପ୍ରଥମାବସ୍ଥାରେ ତାଙ୍କ ମଧ୍ୟରେ ଭେଦବୁଦ୍ଧି ରହିଥିଲା। ସେ ଚଣ୍ଡାଳ, ମୁଁ ବ୍ରାହ୍ମଣ, ସେ ନୀଚ ଜାତି, ମୁଁ ଶ୍ରେଷ୍ଠ ଜାତି, ସେ ଅସ୍ପୃଶ୍ୟ, ମୁଁ ଅତି ପବିତ୍ର, ଏପରି ସେ ବିଚାର ପ୍ରଥମେ କରୁଥିଲେ। ତାଙ୍କ ମନରେ ବିଶ୍ୱାସ ସେପରି ଦୃଢ଼ ହୋଇନଥିଲା।
ଦିନେ ଶଙ୍କରାଚାର୍ଯ୍ୟ ଗଙ୍ଗାରେ ସ୍ନାନ କରି ଆସୁଛନ୍ତି। ସେ ସମୟରେ ଜଣେ ଚଣ୍ଡାଳ ହାତରେ ମାଂସର ପାତ୍ର ଧରି ସେ ବାଟରେ ଯାଉଥାଏ। ଚଣ୍ଡାଳକୁ ଅସ୍ପୃଶ୍ୟ ମନେକରି ସେ ଘୁଞ୍ଚି ଆସିଲେ, କିନ୍ତୁ ଚଣ୍ଡାଳଟି ଅନ୍ୟମନସ୍କ ଥିବାରୁ ତା ଦେହ ଶଙ୍କରାଚାର୍ଯ୍ୟଙ୍କ ଦେହରେ ବାଜିଗଲା। ଶଙ୍କରାଚାର୍ଯ୍ୟ ରାଗି ଉଠିଲେ। ଚଣ୍ଡାଳକୁ ଲକ୍ଷ୍ୟ କରି ସେ କହିଲେ, ତୁ ଏ କ'ଣ କଲୁ? ଗଙ୍ଗାରୁ ସ୍ନାନ କରି ମୁଁ ଫେରୁଛି, ତତେ ତା ଦେଖାଗଲା ନାହିଁ? ତୁ ମୋତେ ଛୁଇଁଦେଲୁ। ଚଣ୍ଡାଳ ଜଣକ ଉତ୍ତର ଦେଲା, ଠାକୁରେ, ମୁଁ ତ ଆପଣଙ୍କୁ ଛୁଇଁ ନାହିଁ। ମୁଁ ଆପଣଙ୍କୁ ଛୁଇଁ ନାହିଁ କି ଆପଣ ମୋତେ ଛୁଇଁ ନାହାନ୍ତି। ଦେହକୁ ଯାହା ଦେହ ଛୁଇଁଛି। ଶୁଦ୍ଧ ଆତ୍ମା ତ କେବେ ଶରୀର ହୋଇ ନପାରେ, ପଞ୍ଚଭୂତର ସମଷ୍ଟି ହୋଇପାରେ ନା, କି ଚତୁର୍ବିଂଶତି ତତ୍ତ୍ୱ ହୋଇପାରେ ନା। ଆତ୍ମା ଶୁଦ୍ଧ, ତାର ପୁଣି ଛୁଆଁ କ'ଣ? ଚଣ୍ଡାଳର କଥା ଶୁଣି ଶଙ୍କରାଚାର୍ଯ୍ୟଙ୍କ ଜ୍ଞାନ ଉଦୟ ହେଲା। ଛୁଆଁ ଭାବ କେବଳ ଭେଦବୁଦ୍ଧିରୁ ଜନ୍ମେ। ଶରୀର ତ ଆତ୍ମା ନୁହେଁ କି ଆତ୍ମା ଶରୀର ନୁହେଁ। ଆତ୍ମା ନିତ୍ୟ ଶୁଦ୍ଧ, ତାର ବାସ୍ତବିକ ଛୁଆଁ କ'ଣ? ସମସ୍ତେ ତ ନାରାୟଣ, ସମସ୍ତେ ତ ଶୁଦ୍ଧ ଆତ୍ମା। ସେ ଓ ମୁଁ ଆମ ମଧ୍ୟରେ ପ୍ରଭେଦ କ'ଣ? ଜଡ଼ ଭରତ ରାଜା ରଘୁରାଣଙ୍କ ପାଲିକୁ କାନ୍ଧେଇ ନେଇ ଗଲାବେଳେ ଯେତେବେଳେ ଆତ୍ମଜ୍ଞାନ ସମ୍ବନ୍ଧରେ କହିବାକୁ ଆରମ୍ଭ କଲେ, ସେତେବେଳେ ରାଜା ରଘୁରାଣ ପାଲିଙ୍କିରୁ ଓହ୍ଲାଇ ଆସି ଜଡ଼ଭରତଙ୍କୁ ପ୍ରଣାମ କରି ପଚାରିଲେ, ଆପଣ ପ୍ରକୃତରେ କିଏ? ଜଡ଼ଭରତ ଉତ୍ତର ଦେଲେ, ମୁଁ ନେତି ଅର୍ଥାତ୍ ଶୁଦ୍ଧ ଆତ୍ମା। ବାସ୍ତବିକ ମୁଁ ଶୁଦ୍ଧ ଆତ୍ମା। ନିଜ ମଧ୍ୟରେ ବିଶ୍ୱାସ ଦୃଢ଼ ନହେଲେ ଜ୍ଞାନ ପରିପକ୍ୱ ହୁଏ ନାହିଁ କି ଈଶ୍ୱର ଲାଭ ହୁଏ ନାହିଁ। ପ୍ରକୃତ ଗୁରୁ କିଏ? ଠାକୁର ଶ୍ରୀ ରାମକୃଷ୍ଣ ଦିନେ କହିଲେ, ଗୁରୁ ହେବା ସହଜ ନୁହେଁ, ତାହା ବଡ଼ କଠିନ କାର୍ଯ୍ୟ। ଈଶ୍ୱରଙ୍କର ସାକ୍ଷାତ ଆଦେଶ ନ ପାଇଲେ ଲୋକ ଶିକ୍ଷା ଦେବା ଉଚିତ ନୁହେଁ। ଈଶ୍ୱରଙ୍କଠାରୁ ଆଦେଶ ନ ପାଇ ଯଦି ଉପଦେଶ ଦିଅ, ସେ ଉପଦେଶକୁ ଲୋକେ ଗ୍ରାହ୍ୟ କରିବେ ନାହିଁ। ସେ ଉପଦେଶ ମଧ୍ୟରେ କୌଣସି ଶକ୍ତି ନଥାଏ। ପ୍ରଥମେ ସାଧନା କରି ଈଶ୍ୱରଙ୍କୁ ଲାଭ କରିବାକୁ ହୁଏ, ତାପରେ ତାଙ୍କ ଆଦେଶ କ୍ରମେ ଲୋକମାନଙ୍କ ନିକଟରେ ବକ୍ତୃତା ଦେଇପାର। ହାଲଦାର ପୋଖରୀ ନାମରେ ଗୋଟାଏ ପୋଖରୀ ଥାଏ। ସାରା ଗ୍ରାମରେ ସେ ଗୋଟାଏ ପୋଖରୀ। ଗ୍ରାମର ଲୋକମାନେ ସେ ପୋଖରୀରେ କେବଳ ସ୍ନାନ କରନ୍ତି ତାହା ନୁହେଁ, ସେଠାରୁ ପାନୀୟ ଜଳ ମଧ୍ୟ ନେଇଥାନ୍ତି। ମଝିରେ ଦେଖାଗଲା ଯେ ରାତିରେ ଲୁଚି ଛପି କେତେକ ଲୋକ ପୋଖରୀ ଘାଟରେ ମଳତ୍ୟାଗ କରୁଛନ୍ତି। ତଦ୍ଦ୍ୱାରା ପୋଖରୀକୁ ବ୍ୟବହାର କରିବାରେ ଗ୍ରାମବାସୀଙ୍କର ବଡ଼ ଅସୁବିଧା ହେଲା। ଲୋକମାନେ ଯେତେ ଗାଳିଗୁଲଜ କଲେ ମଧ୍ୟ ଦୁଷ୍ଟ ଲୋକମାନେ ପୋଖରୀ ଘାଟକୁ ଅପରିଷ୍କାର କରିବାର ସେ ବଦଅଭ୍ୟାସ ଛାଡ଼ିଲେ ନାହିଁ। ପୋଖରୀ ଘାଟରେ ପୂର୍ବ ପରି ସବୁଦିନେ ମଳତ୍ୟାଗ କରୁଥାନ୍ତି। ଗ୍ରାମବାସୀଙ୍କର ସେ ଅସୁବିଧା କଥା ରାଜାଙ୍କ କାନକୁ ଗଲା। ରାଜା କର୍ମଚାରୀ ପଠାଇ ପୋଖରୀ କୂଳରେ ଗୋଟାଏ ହୁକୁମ ଜାରି କଲେ, ଏ ପୋଖରୀ କୂଳରେ ଆଜିଠାରୁ କେହି ମଳତ୍ୟାଗ କରିପାରିବେ ନାହିଁ। ଯଦି କେହି ସେପରି କରେ, ତେବେ ତାକୁ କଠୋର ଶାସ୍ତି ଭୋଗ କରିବାକୁ ହେବ। ସେ ହୁକୁମ ଜାରି ହେବା ଦିନଠାରୁ ଆଉ କେହି ପୋଖରୀ କୂଳରେ ଘାଟରେ ମଳତ୍ୟାଗ କଲେ ନାହିଁ। ଈଶ୍ୱରଙ୍କଠାରୁ ଆଦେଶ ପାଇବା ପରେ ଯାଇ ଜଣେ ଗୁରୁ ପଦବାଚ୍ୟ ହୋଇଥାଏ। ଯିଏ ଈଶ୍ୱରଙ୍କର ଆଦେଶ ଲାଭ କରିଛି, ସେ ସବୁ ଈଶ୍ୱରଙ୍କଠାରୁ ଶକ୍ତି ମଧ୍ୟ ପାଇଥାଏ। ସେହି ଦୈବ ଶକ୍ତି ଯୋଗୁଁ ଲୋକମାନେ ଗୁରୁଙ୍କ କଥାଗୁଡ଼ିକ ମାନ୍ୟ କରିଥାନ୍ତି। ମଣିଷ ସାମାନ୍ୟ ଜୀବ। ଈଶ୍ୱରଙ୍କର ସାକ୍ଷାତ ଶକ୍ତି ନ ପାଇଲେ ଗୁରୁ ହେବାର ଗୁରୁ ଦାୟିତ୍ୱ ସେ ସମ୍ପାଦନ କରିପାରେ ନାହିଁ। ମନୁଷ୍ୟର କି ସାଧ୍ୟ ଯେ ସେ ଅନ୍ୟମାନଙ୍କୁ ସଂସାର ବନ୍ଧନରୁ ମୁକ୍ତ କରିପାରିବ? ଈଶ୍ୱରଙ୍କର ଏହି ଭୁବନମୋହିନୀ ମାୟାରୁ କାହାକୁ ମୁକ୍ତ କରିବା ସହଜ କଥା ନୁହେଁ। ଯେଉଁମାନେ ଈଶ୍ୱରଙ୍କୁ ଲାଭ କରିନାହାନ୍ତି, ଯେଉଁମାନେ ତାଙ୍କଠାରୁ ଆଜ୍ଞା ପାଇନାହାନ୍ତି, ଯେଉଁମାନେ ଈଶ୍ୱରଙ୍କ ଶକ୍ତିରେ ଶକ୍ତିମାନ ହୋଇନାହାନ୍ତି, ସେମାନଙ୍କର କି କ୍ଷମତା ଅଛି ଯେ ସେମାନେ ଅନ୍ୟମାନଙ୍କୁ ଭବବନ୍ଧନରୁ ମୁକ୍ତ କରିପାରିବେ? ଦିନେ ପଞ୍ଚବଟୀ ନିକଟରେ ଯାଉଥିବା ବେଳେ ଗୋଟାଏ ବେଙ୍ଗର ଡାକ ମୁଁ ଶୁଣିବାକୁ ପାଇଲି। ବେଙ୍ଗଟା ଖୁବ୍ ଚିତ୍କାର କରୁଥାଏ। ସମ୍ଭବତଃ ସାପ ତାକୁ ଧରିଥାଏ କି କ'ଣ? କଥା କ'ଣ କି ଉଙ୍କି ମାରି ଦେଖିଲି ଯେ ଗୋଟାଏ ଧଣ୍ଡ ସାପ ବେଙ୍ଗଟାକୁ ଧରିଛି। ସେ ବେଙ୍ଗଟାକୁ ପାଟିରେ ଏପରି ଧରିଛି ଯେ ସେ ତାକୁ ଛାଡ଼ି ପାରୁନାହିଁ କି ଗିଳି ପାରୁନାହିଁ। ବେଙ୍ଗଟା ଖୁବ୍ ଯନ୍ତ୍ରଣା ପାଉଥାଏ। ସେତେବେଳେ ମୁଁ ଭାବିଲି, ଆହା, ଯଦି ଜାତିଆ ସାପ ହୋଇଥାନ୍ତା, ତେବେ 3ଟା ଡାକ ପରେ ବେଙ୍ଗଟା ଚୁପ୍ ହୋଇଯାଇଥାନ୍ତା। ଏଇଟା ଧଣ୍ଡ କି ନା, ସେଥିପାଇଁ ସାପଟା ଯନ୍ତ୍ରଣା ପାଉଛି, ବେଙ୍ଗଟା ବି ଯନ୍ତ୍ରଣା ପାଉଛି। ସଦ୍ଗୁରୁ ହୋଇଥିଲେ ଜୀବର ଅହଙ୍କାର 3 ଡାକରେ ଘୁଞ୍ଚିଥାଏ। ଗୁରୁ ଅପରିପକ୍ୱ ହୋଇଥିଲେ ଗୁରୁର ଯନ୍ତ୍ରଣା, ଶିଷ୍ୟର ବି ଯନ୍ତ୍ରଣା। ଶିଷ୍ୟର ଅହଙ୍କାର ଭାବ ଦୂର ହୁଏ ନାହିଁ କି ସଂସାର ବନ୍ଧନ ତାର କଟେ ନାହିଁ। ଅପରିପକ୍ୱ ଗୁରୁ ହାତରେ ପଡ଼ିଲେ ଶିଷ୍ୟ ମୁକ୍ତି ପାଇପାରେ ନାହିଁ।